ଯେତେବେଳେ ସିଂହବାହିନୀ ଓଡ଼ିଶାର 1 ନମ୍ବର ସେତେବେଳେ ହିଁ ବିବାଦର ଆରମ୍ଭ ହେଲା। ନାଇଁ ସବୁ କମ୍ପିଟିସନ କ୍ୟାମ୍ପରେ ଆମେ ଯେତେବେଳେ ଆଗରେ ରହିଲୁ କିଛି ଆଗ ଧାଡ଼ିର ପ୍ରଯୋଜକ ମାନଙ୍କର ମୁଣ୍ଡ ବଥାର କାରଣ ହେଲା। ମତେ ଲାଗେ ବିଭିନ୍ନ ଇସ୍ୟୁ ପଇସା ବଢ଼େଇକି ଏମିତି କରିକି ସିଂହବାହିନୀଟାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦେବାର କିଛି ମାଲିକଙ୍କର ଅଭିଳାଷ ଥିଲା। କିନ୍ତୁ ମୁଁ ମଧ୍ୟ ଚିନ୍ତା କରୁଥିଲି, ମୁଁ ମଧ୍ୟ ଥରେ ମାଲିକ ସଂଘରେ କହିଥିଲି ଯେ ଯଦି ଏମିତି ଅସୁବିଧା ହେଉଛି ତାହେଲେ ମୁଁ ଗୋଟେ ବର୍ଷ ପାଇଁ ସିଂହବାହିନୀକୁ ମଧ୍ୟ ବନ୍ଦ କରିଦେବି। ଆପଣ ଆଜି ଦେଖୁଛନ୍ତି ଯେଉଁ ଅସଜଡ଼ା ଆଖଡ଼ା ଘର, ଏହାର ମୁଖ୍ୟ କାରଣ ହେଉଛି ସେଇଟା। ମୁଁ ମାତ୍ର 50 ଦିନରେ ଏତିକି କରିଛି, କାରଣ ବହୁତ ଲେଟ୍ରେ ମୁଁ ସିଦ୍ଧାନ୍ତ ନେଲି ଏ ବର୍ଷ ସିଂହବାହିନୀ କରିବା। ଏବଂ ଆମେ ଟିକେ ଆଖଡ଼ା ଘରେ ପଛରେ ଅଛୁ, କିନ୍ତୁ ଭାରି ଖୁସିର କଥା ଆମର ସମସ୍ତ କଳାକାର ଆସି ପହଞ୍ଚି ଯାଇଛନ୍ତି। ଆମର ଆଜି ରାତିଠାରୁ ହିଁ ଆଖଡ଼ା ଆରମ୍ଭ ହେବ। ନାଇଁ ପୂଜା ତ ଆପଣଙ୍କର ଆମେ ନାଟକର ମାନେ ଯେଉଁ କାଗଜ ଆଉ କଲମ ପ୍ରଥମ ଆମେ ନେଇକି ସାରଳା ମାଙ୍କ ପାଖରେ ପୂଜା କରି ଜଗନ୍ନାଥଙ୍କ ପାଖରେ ପୂଜା କରି ଆଣିକି ଲେଖକମାନଙ୍କୁ ଦେଇଥିଲୁ। ଏବଂ ଆଜି ସକାଳେ ଆମର ଏଠି ଗୋଦାର ଚଣ୍ଡୀ ଆପଣଙ୍କର ନୀଳଗିରିର ପ୍ରତ୍ୟକ୍ଷ ଦେବତା ଠାକୁରାଣୀ ତାଙ୍କ ପାଖରେ ଏବଂ ଆପଣଙ୍କର ଦାଣ୍ଡକାଳୀ ଏବଂ ସର୍ବୋପରି ଯିଏ ଆମର ଇଷ୍ଟ ଦେବତା ବାବା ଜଗତେଶ୍ୱର ଠାରେ ପୂଜା ସାରିକି ଏବେ ଆମର ଆଖଡ଼ା ପୂଜା ଆରମ୍ଭ ହୋଇଛି। ଆମେ ବହୁତ ଦିନ ଆଗରୁ କହିଛୁ ଭୋଳାଶଙ୍କର ନାଟକ ହେଉଛି। ଗଲା ବର୍ଷ ଆମେ ଜଗନ୍ନାଥଙ୍କୁ ନେଇକି ନାଟକ କରିଥିଲୁ ଏବଂ ସେ ନାଟକରେ ଆମେ ଜଗନ୍ନାଥଙ୍କର ବହୁ କଥା ଓଡ଼ିଶାର ଦର୍ଶକ ମାନଙ୍କୁ ଶୁଣେଇଥିଲୁ। ଏଥର ଚେଷ୍ଟା କରୁଛୁ ଆମ ଓଡ଼ିଆ ଆମ ହିନ୍ଦୁ ଧର୍ମର ଆଉ ଜଣେ ମହାବାହୁ ସେ ହେଉଛନ୍ତି ଶିବ, ଜୟ ଶମ୍ଭୁ। ସେ ଶମ୍ଭୁଙ୍କ ନାଁରେ ଆଉ ଗୋଟେ ନାଟକ କରିଛୁ ଭୋଳାଶଙ୍କର। ମୁଖ୍ୟ ଭୂମିକାରେ ଆମର ଅଛନ୍ତି ଫାଦରରେ ଅଛନ୍ତି କୋନା, ଚିତ୍ତ ପାଢ଼ୀ, ଅନିମା ପାଢ଼ୀ, ଆପଣଙ୍କର ମିନୁ ଅପା ଆପଣମାନେ ଜାଣିଛନ୍ତି। ତାପରେ ଆସିଲେ ଆପଣଙ୍କର ଦୀପକ ବୁଷ, ବିଶ୍ୱଦୀପ, ଆପଣଙ୍କର କ୍ଷିତୀଶ, ବବଲୁ, ଏମାନେ ସବୁ ହିରୋ ସମ୍ଭାଳୁଛନ୍ତି। ହିରୋଇନ୍ ଆମର ପିଙ୍କି, ଆପଣଙ୍କର ସୁଇଟି, ତମସା ଏବଂ ଆମର ନୂଆ କରି ଏ ବର୍ଷ କିଛି ଛୋଟ ଭୂମିକାରେ ରଶ୍ମି ବୋଲି ଯିଏ ଆପଣମାନେ ଜାଣିଥିବେ ପୁରା ସେନ୍ସେସନ୍ କଲା ବର୍ଷ ଆପଣ ଏଙ୍କରିଂରେ ଓଡ଼ିଶାରେ ନିଶ୍ଚିତ ସେ ବହୁତ ଭଲ ସଫଳତା କରିଥିଲା। ତାକୁ ଏ ବର୍ଷ ଆମେ ଛୋଟ ଛୋଟ ରୋଲ୍ ଦେଉଛୁ। ଏମାନେ ଅଛନ୍ତି। କମେଡ଼ିରେ ଆପଣ ଚଗନ, ଧଡ଼ିଆ ଆଉ ଆପଣଙ୍କର ଶଶୀ, ଏମାନଙ୍କୁ ନେଇକି ଆମେ ପିୟୁଷକୁ ଯାତ୍ରାଠାରୁ କି ଦୂରେଇ ପାରିବେ, ଏଇଟା ଭୁଲ କଥା। ପିୟୁଷ ଯାତ୍ରା ସହିତ ସମ୍ପର୍କିତ ହେଇ ରହିବେ। ଆପଣଙ୍କର ମନେ ଥିବ ପିୟୁଷ ଥରେ କହିଥିଲେ ଯେ ମୁଁ ସିଂହବାହିନୀକି ଯାଉଛି। ତେଣୁ ସେ ଯେତେବେଳେ କହିଥିଲେ ସିଂହବାହିନୀକି ଯାଉଛି ସେଇ ସମୟରେ ସେ ଗୀତ ରେକର୍ଡିଂ ହେଇଥିଲା। ତେଣୁ ସେ ଗୀତ ଯେହେତୁ ପିୟୁଷ ଗାଇଥିଲେ ବା କହିଥିଲେ ସେଟା କ'ଣ ଆମେ ଫିଙ୍ଗି ଦେଇଥାନ୍ତୁ? ସେ ଗୀତ ଆଗାମୀ ବର୍ଷ କଥା ତ ମୁଁ କହିପାରିବିନି, କିନ୍ତୁ ମୁଁ ଏତିକି ଆପଣମାନଙ୍କୁ କହିପାରିବି ପିୟୁଷ ସିଂହବାହିନୀକୁ ଆସିବ ଏବଂ କେବେ ଆସିବ ମୁଁ ସେଇଟା କହିପାରିବିନି, କିନ୍ତୁ କନଫିଡେଣ୍ଟଲି ଆପଣଙ୍କୁ କହୁଛି ପିୟୁଷ ନିଶ୍ଚିତ ସିଂହବାହିନୀକୁ ଆସିବ। ଯାତ୍ରା ଋତୁ ମୁଁ ନେଇପାରିବିନି, ସେ ସମୟ କାଲି ହେଇପାରେ, 3 ମାସ ପରେ ହେଇପାରେ, 6 ମାସ ପରେ ହେଇପାରେ ବା ବର୍ଷେ ପରେ ହେଇପାରେ, କିନ୍ତୁ ସିଂହବାହିନୀକୁ ପିୟୁଷ ଆସିବାଟା ହେଉଛି ଫାଇନାଲ। ନାଇଁ କହୁନାହାନ୍ତି, ସେମାନେ ଯଦି 4.5 କୋଟି ଲୋକଙ୍କ ଆଗରେ କହିପାରିଲେ, ଆପଣ ଜଣେ ସାମ୍ବାଦିକ ହିସାବରେ ପଚାରିବାରେ କିଛି ଅସୁବିଧା ନାହିଁ। ଆପଣ କୁହନ୍ତୁ, କଷ୍ଟ ନ ଆସିଥିଲେ ଆଜ୍ଞା କାହିଁ ଘଣ୍ଟାଟେ କହିଥାନ୍ତି କାଲି। ମୁଁ ତ ଆଜ୍ଞା ମିଡ଼ିଆ ଠାରୁ ବହୁତ ଦୂରରେ ଥିଲି ବହୁତ ଦିନ ଧରି। ମୁଁ କାହିଁ କହିଲି, ଜଣେ କଳାକାର ଯଦି ମୋ ବାପା ଉଠେଇବ କାଲି ମୋ ପାଖରୁ ଏଇଠୁ ଖାଉଥିଲା, ସିଏ ଯଦି ମତେ କିଏ କଳା ପାହାଡ଼ କହିବ, କିଏ ମତେ ଯଦି କହିବ ଚିଙ୍ଗୁଡ଼ି ବ୍ୟବସାୟ କରୁଛି ମୋ ହୃଦୟ ଚିହ୍ନିନି, ସେ ଭଗବାନ ଜାଣିଛନ୍ତି ସେମାନେ କିଏ ଆଉ ମୁଁ କିଏ। କଷ୍ଟ ନ ଆସିଥିଲେ କାହିଁ ମୁଁ କାଲି ସାମ୍ବାଦିକ ସମ୍ମିଳନୀ ଏଇ ଦେଖୁଛନ୍ତି କାର୍ଯ୍ୟ ବ୍ୟସ୍ତତା ଭିତରେ ମୁଁ ବାଲେଶ୍ୱର ଯାଇକି ଏତିକ ସାମ୍ବାଦିକମାନଙ୍କୁ ଡାକିକି ମୋ ଅଭିପ୍ରାୟ କାହିଁ କହିଥାନ୍ତି। ମନରେ ବହୁତ ଦୁଃଖ ଯେତେବେଳେ ହେଲା, ମତେ ଯେତେବେଳେ ଜଣେ ବିଧର୍ମୀ ମୁସଲମାନ ସଜେଇ ଦିଆଗଲା, ମତେ ଯେତେବେଳେ ମୋ ବାପାଙ୍କୁ ନେଇ କଥା ଉଠିଲା, ମୁଁ ନ କହିଥାନ୍ତି କେମିତି? ସେମାନେ ଭାବୁଛନ୍ତି ମୁଁ ତାଙ୍କର କିଛି କରିପାରିବିନି, ସେମାନେ ମୋର ସବୁ କ୍ଷତି କରିଦେବେ। କିନ୍ତୁ ସର୍ବୋପରେ ସେମାନେ ଜାଣିନାହାନ୍ତି
ଯାହାକୁ ଭଗବାନ ରଖିବେ ତାକୁ କେହି ମଣିଷ ମାରିପାରିବନି। ତ ପିୟୁଷ କହିବେ ଆଗାମୀ ବର୍ଷ ପିୟୁଷ ଦର୍ଶକ ମାନଙ୍କୁ କଣ ଦେବେ ସେ କଥା ପିୟୁଷ ହିଁ ବେଷ୍ଟ କହିପାରିବେ, ମୁଁ କେମିତି କହିବି? ନାଇଁ ଆପଣ ଭୁଲ କହୁଛନ୍ତି। ସେ କହିଛନ୍ତି 2 ଲକ୍ଷ 2 ଟଙ୍କା ଫେରେଇବେ। 2 ଲକ୍ଷ ତ ନେଇଛନ୍ତି ଫେରେଇବେ। 7 ମାସ ଧରି 20 ଲକ୍ଷ ଟଙ୍କା ରଖିଥିଲେ। ଖଣ୍ଡଗିରିରେ ଆପଣ ମାନେ ଦେଖିଥିବେ ପ୍ରଥମ ରାତିରେ ସେ ଡିକ୍ଲେୟାର କଲେ ମୁଁ ଶ୍ରୀମନ୍ଦିରକୁ ଯାଉଛି। ସେଇ ମାସ ପାଖରୁ ବି ଫେବୃଆରୀ ମାର୍ଚ୍ଚ ଏପ୍ରିଲ ମେ 4 ମାସ ପରେ ମତେ ସେ ପଇସା ଦେଲେ। କାହିଁକି ସେ ମୋ ପଇସା ରଖିଥିଲେ? ବାକି 2 ଟଙ୍କାର କଥା କହୁଛନ୍ତି। ମୁଁ ଜାଣିଛି ସେ ମହାନ ହେଇଗଲେଣି, ମତେ ଭିକ୍ଷା ଦେବା ଭଳିଆ ଯୋଗ୍ୟତା ତାଙ୍କର ହେଇଗଲାଣି। ଆପଣ ମତେ, ମୁଁ ଜଣେ ବ୍ରାହ୍ମଣ, ସେ ଯଦି ଭାବୁଛନ୍ତି ସେ ବଡ ହେଇଯାଇଛନ୍ତି ମତେ ଭିକରେ ଦିଅନ୍ତୁ, ମୁଁ ଗ୍ରହଣ କରିନେବି। ନାଇଁ, ମୁଁ ଯାଇପାରୁନଥିଲି, ମୁଁ ଯାଉନଥିଲି। ଶୁଣନ୍ତୁ ଆଜ୍ଞା, ମୋ ଘରକୁ ମୁଁ ଆସିପାରିବିନି, ଏମିତି କଣ କଥା କିଛି ଥାଏ? ମୁଁ ସ୍ୱାଭିମାନରେ ଯାଉନଥିଲି। କାହିଁକି? ସେ କଥା ମୋ ମ୍ୟାନେଜର ମାନେ କହିଛନ୍ତି। ମୋର 200 କଳାକାର ମାନେ ଯେତେବେଳେ ଖାଇବେ, ଚୁଲିରେ ରୋଷେଇ ହଉଥିଲା ବେଳେ ଯୋଉ ଅହଙ୍କାରୀ ମଣିଷଟେ ଯାଇକି ଚୁଲିରେ ପାଣି ଢାଳି ଦେଇପାରେ, ମୁଁ ସେ ପାଟିରେ ଯାଇ କଣ କହିପାରି ଦେଇଥାନ୍ତି? ସିଏ କଣ ଚାଲାକି କରିଦେଇଥିଲେ? ସେ ଭାବୁଛନ୍ତି ନିଜକୁ ଚାଲାକ। ମୋ ପାଖରୁ ବର୍ଷକର ପଇସା 65 ଲକ୍ଷ ନେଇଯାଇଥିଲେ। ମୁଁ ମୁହଁ ଫିଟେଇଥିଲି, ସିଏ ପଳେଇ ଯାଇଥାନ୍ତି। 200 ଅନ୍ୟ କର୍ମଚାରୀ ଘରେ ବସି ଯାଇଥାନ୍ତେ, ସିଂହ ବାହିନୀ ଘରେ ବସି ଯାଇଥାନ୍ତେ। ସେ ଏଇ ପ୍ରକାର ଚାଲାକି କରିଥିଲେ। କିନ୍ତୁ ମୁଁ ଭାବିଲି ଏ ସମୟରେ ମୁଁ ନିରୁତ୍ତର ରହିଯିବା ଉଚିତ। ହେଲେ ସିଂହ ବାହିନୀ ଓଡ଼ିଶାର 1 ନମ୍ବର, ସେତେବେଳେ ହିଁ ବିବାଦର ଆରମ୍ଭ ହେଲା। ନାଇଁ, ସବୁ କମ୍ପିଟିସନ କ୍ୟାମ୍ପରେ ଆମେ ଯେତେବେଳେ ଆଗରେ ରହିଲୁ, କିଛି ଆଗ ଧାଡିର ପ୍ରଯୋଜକ ମାନଙ୍କର ମୁଣ୍ଡ ବଥାର କାରଣ ହେଲା। ମତେ ଲାଗେ ବିଭିନ୍ନ ଇସ୍ୟୁ ପଇସା ବଢେଇକି ଏମିତି କରିକି ସିଂହ ବାହିନୀଟାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦେବାର କିଛି ମାଲିକଙ୍କର ଅଭିଳାଷ ଥିଲା। କିନ୍ତୁ ମୁଁ ମଧ୍ୟ ଚିନ୍ତା କରୁଥିଲି, ମୁଁ ମଧ୍ୟ ଥରେ ମାଲିକ ସଂଘରେ କହିଥିଲି ଯେ ଯଦି ଏମିତି ଅସୁବିଧା ହଉଛି ତାହେଲେ ମୁଁ 1 ବର୍ଷ ପାଇଁ ସିଂହ ବାହିନୀକୁ ମଧ୍ୟ ବନ୍ଦ କରିଦେବି। ଆପଣ ଆଜି ଦେଖୁଛନ୍ତି ଯୋଉ ଅସଜଡ଼ା ଆଖଡ଼ା ଘର, ଏହାର ମୁଖ୍ୟ କାରଣ ହଉଛି ସେଇଟା। ମୁଁ ମାତ୍ର 50 ଦିନରେ ଏତିକି କରିଛି, କାରଣ ବହୁତ ଲେଟ୍ରେ ମୁଁ ସିଦ୍ଧାନ୍ତ ନେଲି ଏ ବର୍ଷ ସିଂହ ବାହିନୀ କରିବା। ଏବଂ ଆମେ ଟିକେ ଆଖଡ଼ା ଘରେ ପଛରେ ଅଛୁ, କିନ୍ତୁ ଭାରି ଖୁସିର କଥା ଆମର ସମସ୍ତ କଳାକାର ଆସି ପହଞ୍ଚି ଯାଇଛନ୍ତି। ଆମର ଆଜି ରାତିଠାରୁ ହିଁ ଆଖଡ଼ା ଆରମ୍ଭ ହବ। ନାଇଁ, ପୂଜା ତ ଆପଣଙ୍କର, ଆମେ ନାଟକର ମାନେ ଯୋଉ କାଗଜ ଆଉ କଲମ ପ୍ରଥମ ଆମେ ନେଇକି ସାରଳା ମାଙ୍କ ପାଖରେ ପୂଜା କରି, ଜଗନ୍ନାଥଙ୍କ ପାଖରେ ପୂଜା କରି ଆଣିକି ଲେଖକ ମାନଙ୍କୁ ଦେଇଥିଲୁ। ଏବଂ ଆଜି ସକାଳେ ଆମର ଏଠି ଗୋଦାର ଚଣ୍ଡୀ, ଆପଣଙ୍କର ନୀଳଗିରିର ପ୍ରତ୍ୟକ୍ଷ ଦେବତା ଠାକୁରାଣୀ, ତାଙ୍କ ପାଖରେ ଏବଂ ଆପଣଙ୍କର ଦାଣ୍ଡକାଳୀ ଏବଂ ସର୍ବୋପରି ଯିଏ ଆମର ଇଷ୍ଟ ଦେବତା ବାବା ଜଗତେଶ୍ୱର ଠାରେ ପୂଜା ସାରିକି ଏବେ ଆମର ଆଖଡ଼ା ପୂଜା ଆରମ୍ଭ ହୋଇଛି। ଆମେ ବହୁତ ଦିନ ଆଗରୁ କହିଛୁ ଭୋଳାଶଙ୍କର ନାଟକ ହଉଛି। ଗଲା ବର୍ଷ ଆମେ ଜଗନ୍ନାଥଙ୍କୁ ନେଇକି ନାଟକ କରିଥିଲୁ ଏବଂ ସେ ନାଟକରେ ଆମେ ଜଗନ୍ନାଥଙ୍କର ବହୁ କଥା ଓଡ଼ିଶାର ଦର୍ଶକ ମାନଙ୍କୁ ଶୁଣେଇଥିଲୁ। ଏଥର ଚେଷ୍ଟା କରୁଛୁ ଆମ ଓଡ଼ିଆ, ଆମ ହିନ୍ଦୁ ଧର୍ମର ଆଉ ଜଣେ ମହାବାହୁ, ସେ ହଉଛନ୍ତି ଶିବ, ଜୟ ଶମ୍ଭୁ। ସେ ଶମ୍ଭୁଙ୍କ ନାଁରେ ଆଉ ଗୋଟେ ନାଟକ କରିଛୁ ଭୋଳାଶଙ୍କର। ମୁଖ୍ୟ ଭୂମିକାରେ ଆମର ଅଛନ୍ତି ଫାଦାରରେ ଅଛନ୍ତି କୋନା, ଚିତ୍ତ ପାଢ଼ୀ, ଅନିମା ପାଢ଼ୀ, ଆପଣଙ୍କର ମିନୁ ଅପା ଆପଣମାନେ ଜାଣିଛନ୍ତି। ତାପରେ ଆସିଲେ ଆପଣଙ୍କର ଦୀପକ ବୁଷ, ବିଶ୍ୱଦୀପ, ଆପଣଙ୍କର କ୍ଷିତୀଶ, ବବଲୁ, ଏମାନେ ସବୁ ହିରୋ ସମ୍ଭାଳୁଛନ୍ତି। ହିରୋଇନ ଆମର ପିଙ୍କି, ଆପଣଙ୍କର ସୁଇଟି, ତମସା ଏବଂ ଆମର ନୂଆ କରି ଏ ବର୍ଷ କିଛି ଛୋଟ ଭୂମିକାରେ ରଶ୍ମି ବୋଲିଛି, ଆପଣ ମାନେ ଜାଣିଥିବେ ପୁରା ସେନ୍ସେସନ କଲା ବର୍ଷ। ଆପଣ ଏଙ୍କରିଂରେ ଓଡ଼ିଶାରେ ନିଶ୍ଚିତ ସେ ବହୁତ ଭଲ ସଫଳତା କରିଥିଲା, ତାକୁ ଏ ବର୍ଷ ଆମେ ଛୋଟ ଛୋଟ ରୋଲ ଦଉଛୁ। ଏମାନେ ଅଛନ୍ତି। କମେଡିରେ ଆପଣ ଚଗନ, ଧଡ଼ିଆ ଆଉ ଆପଣଙ୍କର ଶଶୀ, ଏମାନଙ୍କୁ ନେଇକି ଆମେ ଯାଉଛୁ।